ଏବେ ଦେଖିପାରୁଥିବେ ଆମର ପୁରୁଣା ଘର ଅଛି ଆଉ ପୁରୁଣା ଘରକୁ ଲଗେଇକି ଆମେ ନୂଆ ଘର ଷ୍ଟାର୍ଟ କରିଛୁ। ଆଜି ଆମେ ଜାଣିବା ପୁରୁଣା ଘରକୁ ଲଗେଇକି ଯଦି ଆମେ ଘର କରୁଛୁ କେତେ ପଇସା ଖର୍ଚ୍ଚ ହେବ, ଆଉ ତାକୁ ଯଦି ଆମେ ବାଦ କରିକି ଘର କରୁଛୁ ତାହେଲେ କେତେ କମ୍ ପଇସା ଖର୍ଚ୍ଚ ହେବ। ଯଦି ଆମେ ତାକୁ ଜଏଣ୍ଟ କରିକି ଘର କରିବା ତାହେଲେ କେମିତି ପ୍ରୋସେସରେ କରିବା ସବୁକିଛି ଆଜି ଆମେ ଜାଣିବା। ସେଇଥିପାଇଁ ତ ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ହ୍ୟାଲୋ ଭାଇ, ନମସ୍କାର ସାଙ୍ଗମାନେ, ପୁଣି ଥରେ ଆପଣମାନଙ୍କୁ ଆଜିର ଗୋଟେ ନୂଆ ଦମଦାର ଭିଡ଼ିଓରେ ସ୍ୱାଗତ କରୁଛି। ଆଜିର ଭିଡ଼ିଓ ବହୁତ ସାରା ଇଣ୍ଟରେଷ୍ଟିଂ ଅଛି, ହେଲା କି ଆପଣମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦେଖିବେ ଆଜିର ଭିଡ଼ିଓରେ କ୍ଲିୟର ହେଇଯିବେ, ଯେଉଁଟା ଆପଣମାନଙ୍କର ବହୁତ ସାରା ଡିମାଣ୍ଡ ରୁହେ। କ'ଣ ଆଜି ଆମେ ଫାଇନାଲି ଜାଣିବା, ଆପଣମାନେ ତ ଜାଣିସାରିବେନି। ତ ଗୋଟେ ପୁରୁଣା ଘର ଆପଣମାନେ କରିଛନ୍ତି, ଠିକ୍ ଅଛି, ତା ସାଇଡ଼ରେ ଆମେ ନୂଆ ଘର କରିବା, କେମିତି ତାକୁ ଜଏଣ୍ଟ କରିବା, ଆଉ କେତେ ଟଙ୍କା ଖର୍ଚ୍ଚ ଆସିବ, କେତେ ବଡ଼ ଘର କରିବା, କେତେ ଟଙ୍କା ଖର୍ଚ୍ଚ ଆସିବ, କେଉଁଠି କ'ଣ ହେବା ବି ଦରକାର, ସବୁକିଛି ଜାଣିବା ଦରକାର ନୁହଁ କି। ଯଦି ଆପଣମାନେ ପୁରୁଣା ଘର ଆପଣମାନଙ୍କର ଅଛି, ତା ସାଇଡ଼କୁ ଲଗେଇକି ଆପଣମାନେ ବଢ଼େଇବେ, ଘର ରୁମ୍ ତିଆରି କରିବେ, ବା ଆପଣମାନଙ୍କର ବାଥରୁମ୍ ତିଆରି କରିବେ, ବା ଆପଣମାନଙ୍କର ଯାହା ବି ତିଆରି କରନ୍ତୁ, କେମିତି ତିଆରି କରିବେ ଆଉ କେମିତି ପ୍ରୋସେସରେ କରିବେ, ଆଉ ଆପଣମାନଙ୍କର କେତେ ଟଙ୍କା ଖର୍ଚ୍ଚ ଆସିବ, ତା ବିଷୟରେ ଆଜି ଆମେ ଡିସ୍କସନ୍ କରିବା। ଆମର ଫାଇନାଲି ଗୋଟେ କାମ ଚାଲିଛି, ମାନେ ପୁରୁଣା ଘର ଅଛି ତାକୁ ଆମେ ଜଏଣ୍ଟ କରିକି ନୂଆ ଘର ତିଆରି କରିବା। କେମିତି କ'ଣ ପ୍ରୋସେସରେ କରିବା, ଆଉ କେତେ ଟଙ୍କା ଖର୍ଚ୍ଚ ଆସୁଛି, କେତେ ପର୍ଯ୍ୟନ୍ତ କାମ ହେଇଛି, ସବୁ ଡିଟେଲ୍ସରେ ଜାଣିବା। ଚାଲନ୍ତୁ ବର୍ତ୍ତମାନ ସାଇଡ୍ ଉପରକୁ ଯିବା, ଦେଖିବା କେତେ ଫିନିସିଂ ମଧ୍ୟ ହେଇଛି, ଆଉ କେଉଁ ଭଳିଆ ପ୍ରୋସେସରେ କାମ ସବୁ ହେଇଛି, କେତେ କମ୍ ଜାଗା ଭିତରେ ଆମେ ସବୁକିଛି କରିପାରିଛୁ, କ'ଣ କ'ଣ ସବୁ ହେଇପାରିବ, ସବୁକିଛି ଆପଣମାନେ ଆଜିର ଭିଡ଼ିଓରେ କ୍ଲିୟର ହେବେ। ଆଉ କେତେ ଟଙ୍କା ଖର୍ଚ୍ଚ ଆସିଛି ତାହା ମଧ୍ୟ କ୍ଲିୟର ହେଇଯିବେ। ତ ଏବେ ଚାଲନ୍ତୁ, ବର୍ତ୍ତମାନ ଫାଇନାଲି ଆମେ ପହଞ୍ଚି ଯାଇଛୁ କାମ ସାଇଟ୍ ଉପରେ। ଦେଖନ୍ତୁ ଆମର ଯେଉଁ ପୁରୁଣା ବିଲ୍ଡିଂ ଅଛି ତା ସହିତ ଆମେ ଜଏଣ୍ଟ କରିକି କ'ଣ କେମିତି ସବୁ କାମ କରିଛୁ, ତା ଭିତରେ ଆମେ କ'ଣ କ'ଣ ଅଛି, କେତେ କମ୍ ଜାଗାରେ ଆମେ ଘର କରିପାରିଛୁ। ଦେଖନ୍ତୁ ବର୍ତ୍ତମାନ ଦେଖିପାରୁଥିବେ ଆମର ଯେଉଁ ପୁରୁଣା ଘର ଅଛି, ପୁରୁଣା ଘର ସାମ୍ନାକୁ ଆମର ଜଏଣ୍ଟ କରିକି ଆମେ ଘର ବାହାରକୁ ମାନେ ବଢ଼େଇଛୁ, ହେଲା କି। କେମିତି କ'ଣ ପ୍ରୋସେସରେ କାମ ହେଇଛି ଦେଖନ୍ତୁ। ପୁରା ପ୍ଲିନ୍ଥ ବିମ୍ ଯେତିକି ହେବା ଦରକାର ପୁରା ହେଇଛି, ଆଉ କଲମ ବି ହେବା ଦରକାର ଯେମିତି ହିସାବରେ, ସେମିତି ହିସାବରେ ସବୁକିଛି କାମ ହେଇଛି। ଆଉ ଯେଉଁ କାନ୍ଥ ହେଇଛି ସବୁ 10 ଇଞ୍ଚର କାନ୍ଥ ଅଛି, ଟୋଟାଲି 5 ଇଞ୍ଚର ନାହିଁ। ଆଉ ଯେଉଁ ସିଡ଼ି ପାହାଚ କାମ ହେଇଛି ଦେଖନ୍ତୁ, ବହୁତ କମ୍ ଜାଗା ଭିତରେ ଆମେ ସି ଟାଇପ୍ର ସିଡ଼ି ବନେଇବା ପାଇଁ ଚେଷ୍ଟା କରିଛୁ, ହେଲା କି। ଗୋଟେ ଷ୍ଟେୟାର ପୁରା କାମ କମ୍ପ୍ଲିଟ୍, ତାପରେ ପୁଣି ନ୍ୟୁଟ୍ରାଲ୍ ଉପରକୁ ଗୋଟେ ଷ୍ଟେୟାର ଯିବ, ପୁଣି ନ୍ୟୁଟ୍ରାଲ୍ରୁ ଆପଣମାନଙ୍କର ଛାତ ଉପରକୁ ଆଉ ଗୋଟେ ଷ୍ଟେୟାର ଯିବ, ହେଲା କି। ଏପଟେ ଯେଉଁ ପୁରୁଣା ଘର ଅଛି ଦେଖନ୍ତୁ, ପୁରା ସାଇଡ଼୍ରେ ରଡ଼୍ ବାହାରିଛି, ପୁରା ଛାତ ଉପରେ ରଡ଼୍ ବାହାରିଛି। ଏପଟେ ଯେଉଁ ଛାତ ପଡ଼ିବ ତା ସହିତ ସେଟା ପୁରା ମିକ୍ସ ହେବ, ମାନେ ପୁରା ମିଶିକି ସେଟା ଜଏଣ୍ଟ ହେଇକି ଛାତ ପଡ଼ିବ, ହେଲା କି। ଯଦି ଆମେ ପୁରୁଣା ଘର ସହିତ ଯଦି ନୂଆ ଘରକୁ ଯଦି ଜଏଣ୍ଟ କରିକି ଛାତ ପକାଉଛୁ କମ୍ ପଇସା ହେବ, ନା ତାକୁ ଆମେ ବାଦ କରିକି ଯଦି ଅଲଗା କରିବା ତାହେଲେ କମ୍ ପଇସା ଲାଗିବ, ହେଲା କି। ଦେଖନ୍ତୁ ବର୍ତ୍ତମାନ ଯେଉଁ ପୁରୁଣା ଘର ଅଛି ଛାତ ପର୍ଯ୍ୟନ୍ତ କାମ ସିଏ ପୁରା କମ୍ପ୍ଲିଟ୍ ହେଇଯାଇଛି, ଆଉ ଛାତରୁ ସବୁ ରଡ଼୍ ବାହାରକୁ ପୁରା ବାହାରିଛି। ଯେଠୁ ଜଏଣ୍ଟ ହେବ ଆପଣମାନଙ୍କର, ଯେଉଁଠି ବି ଆପଣମାନେ ଏମିତି ଯଦି କରୁଛନ୍ତି ଆପଣମାନଙ୍କର ଘର, ଯଦି ପୁରୁଣା ଘର ସହିତ ନୂଆ ଘର କରିବେ ମାନେ ଭବିଷ୍ୟତରେ ଭାବିଛନ୍ତି, ତାହେଲେ ଏମିତି ରଡ଼୍ ଆଗକୁ ବାହାର କରିକି ରଖିବା ପାଇଁ ପଡ଼ିବ। ଯଦି ନ ରଖୁଛନ୍ତି ଭବିଷ୍ୟତରେ ପସ୍ତେଇବେ। କିନ୍ତୁ ଯେଉଁ ରଡ଼୍ ବାହାର କରିକି ରଖିଛନ୍ତି ତାକୁ 1 ବର୍ଷରୁ 2 ବର୍ଷ ମିନିମମ୍ ରଖିବେ, ତାପରେ ତାକୁ ଜଏଣ୍ଟ କରିଦେବେ। ଦେଖନ୍ତୁ ସେଇଭଳିଆ ସିଷ୍ଟମରେ ଆମର କାମ ହେଇଛି। ଆଉ କେତେ ପର୍ଯ୍ୟନ୍ତ କାମ ହେଇଛି, କ'ଣ କ'ଣ ସବୁ କାମ ହେଇଛି ମୁଁ ଆପଣମାନଙ୍କୁ ପୁରା କ୍ଲିୟର ବତାଇ ଦେଉଛି। ଆମର ନ୍ୟୁଟ୍ରାଲ୍ ପର୍ଯ୍ୟନ୍ତ କାମ ପୁରା କମ୍ପ୍ଲିଟ୍, ଦେଖିପାରୁଛନ୍ତି। ଏପଟ ସାଇଡ଼୍ରେ ନ୍ୟୁଟ୍ରାଲ୍ ପୁରା କମ୍ପ୍ଲିଟ୍, ଆଉ କଲମ ପର୍ଯ୍ୟନ୍ତ ତାଜା ବାହାର କରାହେଇଛି। କାହିଁକି ତ ବାରିଣ୍ଡାରେ ତାଜା ରହିବା ନିହାତି ଦରକାର। ତାପରେ ଦେଖନ୍ତୁ ଏପଟ ସାଇଡ଼୍କୁ ସିଡ଼ି ଅଛି, ସିଡ଼ି ଆମର ସି ଟାଇପ୍ରେ ହେବାର ଅଛି। ଫାର୍ଷ୍ଟ ଲେୟାର କମ୍ପ୍ଲିଟ୍ ହେଇଯାଇଛି। ଦେଖନ୍ତୁ ସେକେଣ୍ଡ ଲେୟାର ଯେଉଁ ହେବ ନ୍ୟୁଟ୍ରାଲ୍ ସେପଟ ସାଇଡ଼୍ ପଡ଼ିଛି, ଏପଟ ସାଇଡ଼୍ରେ ଯେଉଁ ନ୍ୟୁଟ୍ରାଲ୍ ଅଛି ନ୍ୟୁଟ୍ରାଲ୍ ଲେବୁଲ୍ରେ ସେକେଣ୍ଡ ଷ୍ଟେୟାର ସିଡ଼ି ହେବ, ତାପରେ ପୁଣି ଛାତ ଉପରକୁ ପଳାଇବ। ସେପଟେ ଯେଉଁ ଆମର ତାଜା ବାହାରିଛି ସେତିକି ପର୍ଯ୍ୟନ୍ତ କମ୍ପ୍ଲିଟ୍ ହେଇଯାଇଛି, ଆଉ ଏପଟକୁ ବାହାରି ପାରିବ ନାହିଁ, କାହିଁକିନା ସେଠି ସିଡ଼ି ଆମର ଉପରକୁ ଉଠିଛି, ହେଲା କି। ଯେହେତୁ ଆମେ କମ୍ ଜାଗା ଭିତରେ କାମ କରୁଛୁ, ସାନସେଟ୍ ଆମେ ସେତିକି ପର୍ଯ୍ୟନ୍ତ ଆଣିକି ରଖିଦେଇଛୁ, ବା ତାଜା କହିପାରିବେ ଆପଣମାନେ। ଯେଉଁ ସିଡ଼ି ଆମେ ଷ୍ଟାର୍ଟ କରିଛୁ ତାର ମାପ ମାତ୍ର ଅଛି, ଯେଉଁ ବାରିଣ୍ଡା ଅଛି ମାତ୍ର ଅଛି ଆପଣମାନଙ୍କର 8 ଫୁଟ। ଆଉ ଏପଟେ ଦେଖନ୍ତୁ, ଦେଖିପାରୁଥିବେ ଇଏ ହେଉଛି ବାଥରୁମ୍। ବାରିଣ୍ଡାରୁ ସିଡ଼ି ତଳ, ମାନେ ସିଡ଼ିର ଭିତର ଦେଇକି ଯିବେ ଆପଣମାନେ, ତଳ ବି କହିପାରିବେ। ତା ସେପଟ ଦେଇକି ଯିବେ, ଆପଣମାନଙ୍କର ସେପଟ ସାଇଡ଼୍ରେ ବାଥରୁମ୍ ରହୁଛି, ହେଲା। ଯେଉଁ ବାଥରୁମ୍ ପ୍ଲସ୍ ଆଉ ଯେଉଁ ବାରିଣ୍ଡା ଅଛି ଏଥିରେ ବହୁତ କମ୍ ପଇସା ଖର୍ଚ୍ଚ ହୋଇଛି। ଯଦି ଆପଣମାନେ ଚାହିଁବେ
ତା ସହିତ ବଡ଼ ବି କରିପାରିବେ। ସେପଟୁ ଯେଉଁ ବାଥରୁମ୍ ହେଉଛି ସେପଟ ସାଇଡ଼୍ରେ ଚାହିଁଲେ ବି ରୁମ୍ ବନେଇ ପାରିବେ। ସିଡ଼ି ଏପଟକୁ ବାଥରୁମ୍ ହେଇଛି, ତା ସେପଟ ସାଇଡ଼୍କୁ ବି ଆପଣମାନେ ରୁମ୍ ବନେଇ ପାରିବେ। এইভাবে প্রসেসরে আমার সবু কাম চালছে আর নিউট্রাল পর্যন্ত কাম কমপ্লিট। আর যে নিউট্রাল পর্যন্ত কাম কমপ্লিট হয়েছি কেতে কোণ টঙ্কা এস্টিমেট হয়েছি বজেট হয়েছি সেটা আপন মানে আগুক জাঁবে। আপন মানে ভিডিও পুরা কমপ্লিট করতু। দেখুন মু বর্তমান পড়ে আসছি পুরোনা ছাত উপরকু আউ যে তার ভিউ আপন মানে দেখিপারে কেতে ফিনিশিং কাম হয়েছি আর কেতে মানে পুরা পরফেক্ট হিসাবে কাম হয়েছি। দেখুন দেখিপারে ଆଉ ସେପଟ ସାଇଡ଼୍ରେ ଦୁଇଟା କଲମ ଆମର ପୁରା କମ୍ପ୍ଲିଟ୍ ବି ହେଇଯାଇଛି। ଏପଟ ସାଇଡ଼୍ରେ ଆଉ 3ଟା କଲମ ବାକି ଅଛି, ଦେଲେ ଆମର ଉପରକୁ କଲମ କାମ କମ୍ପ୍ଲିଟ୍। ଆଉ ବାକି କ'ଣ କ'ଣ କାମ ରହୁଛି ଛାତ ଲେବୁଲ୍ ଉପରକୁ ଯୋଡ଼େଇ କରିବା, ତାପରେ ଯେଉଁ ପୁରୁଣା କାନ୍ଥ ଅଛି ମାନେ ସରି ଆମର ପୁରୁଣା ଛାତ ଅଛି ତା ସହିତ ତାକୁ ମିକ୍ସ କରିବା। କେମିତି କ'ଣ ମିକ୍ସ ହେବ ତା ବିଷୟରେ ବି ଭିଡ଼ିଓ ଆସିବ, ଆପଣମାନେ ଦେଖିବେ ସବୁକିଛି। ଯଦି ଆପଣମାନେ ପୁରୁଣା ସହିତ ନୂଆ ଜଏଣ୍ଟ କରୁଛନ୍ତି ତାହେଲେ ଏଇଭଳିଆ ପ୍ରୋସେସ୍ରେ କରନ୍ତୁ। ଯେତେବେଳେ ବି ଆପଣମାନେ ପୁରୁଣା ସହିତ ଆଉ କିଛି ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି ତାହେଲେ ରଡ଼୍ ବାହାର କରିକି ନିହାତି ରଖିବା ଇମ୍ପୋର୍ଟାଣ୍ଟ। ଦେଖନ୍ତୁ କେତେ କମ୍ ଜାଗା ଭିତରେ ସିଡ଼ି ବାଥରୁମ୍ ତା ସହିତ ଆପଣମାନଙ୍କର ବାରିଣ୍ଡା ବି ହେଇଛି, ମାନେ କମ୍ ବଜେଟ୍ ଭିତରେ। ଯଦି ଯେତେ ବଢ଼େଇବେ ଆପଣମାନଙ୍କର ସେତେ ବଜେଟ୍ ବଢ଼ିବ। এইভাবে ସବୁ କାମ ଚାଲିଛି, ନ୍ୟୁଟ୍ରାଲ ପର୍ଯ୍ୟନ୍ତ ହେଇଛି, ତା ଉପରକୁ ପୁଣି କାମ ହେବ, ପୁଣି ଛାତ କାମ ହେବ, କେମିତି କ'ଣ ଜଏଣ୍ଟ ହେଉଛି ସବୁ କିଛି କାମ ଆପଣମାନଙ୍କ ପାଖକୁ ଭିଡ଼ିଓ ମାଧ୍ୟମରେ ସେୟାର କରିବୁ। ତ ଏବେ ଫାଇନାଲି ଆପଣମାନେ ସବୁ କିଛି ଦେଖିଲେ କେମିତି କ'ଣ ବି କାମ ହେଇଛି ଦେଖିପାରିଲେ। ତ ମାନେ ପୁରୁଣା ଘର ସହିତ ପୁଣି ଯଦି ଆମେ ନୂଆ ଘର ଗୋଟେ ଷ୍ଟାର୍ଟିଂ କରୁଛୁ ମାନେ ତା ସହିତ ଆମେ କେମିତି କ'ଣ ଜଏଣ୍ଟ କରିବା, କ'ଣ କ'ଣ ବନେଇବା ବି ଦରକାର। ଯଦି ଆପଣମାନଙ୍କର ଯାହା ବି କରନ୍ତୁ, ଏଠି ତ ଆପଣମାନଙ୍କର ଦେଖିଲେ ଆମର ଗୋଟେ ବାରିଣ୍ଡା ଅଛି ଆଉ ବାଥରୁମ୍ ଜଏଣ୍ଟ ହେଇଛି। ଯଦି ଆପଣମାନେ ଚାହିଁବେ ବି ତା ସହିତ ରୁମ୍ ବି ଆଟାଚ୍ କରିପାରିବେ, ପ୍ଲସ୍ ଆପଣମାନଙ୍କର ସ୍ଫଟିକ ବି ବନେଇ ପାରିବେ। ଯାହା ଚାହିଁବେ ଆପଣମାନେ ସେୟା କରିପାରିବେ। କେମିତି ପ୍ରୋସେସ୍ରେ କରିବେ ଆପଣମାନେ ଦେଖିଲେ, ଗ୍ରେଡ୍ ବିମ୍ରେ ବି ପୁରା ଜଏଣ୍ଟ ଅଛି, ନ୍ୟୁଟ୍ରାଲରେ ବି ଜଏଣ୍ଟ ଅଛି, ଆଉ ସବୁ କିଛି କାମ ହେଇଛି ହେଲା କି। ମାନେ ଯେଉଁ ଆପଣମାନଙ୍କର ଫୁଟିଂ ହେବା କଥା ଫୁଟିଂ ବି ହେଇଛି, ଆଉ ଆପଣମାନଙ୍କର କଲମ ବି ହେବା କଥା ସବୁ 10-10ରେ କଲମ ଅଛି, କଲମ ବି ହେଇଛି, ସବୁ କିଛି କାମ ଅଛି। କିନ୍ତୁ ଯେଉଁ ପୁରୁଣା ଘର ସହିତ ଜଏଣ୍ଟ ଅଛି ଗୋଟେ ପ୍ଲସ୍ ପଏଣ୍ଟ ଅଛି କ'ଣ, ପୁରୁଣା ଘର ସବୁ ରଡ଼୍ ବାହାରକୁ ବାହାରିକି ଥିଲା ହେଲା କି। ଯେଉଁଠି ବି ଆପଣମାନେ ଏମିତି ପ୍ରୋସେସ୍ରେ ଘର ବନେଇବା ପାଇଁ ଚାହୁଁଛନ୍ତି, ଧରି ନିଅନ୍ତୁ ଆପଣମାନଙ୍କର 2ଟା ରୁମ୍ କରିଦେଲେ, ତାପରେ ପୁଣି କିଛି ବର୍ଷ ପରେ ଆପଣମାନେ ଯଦି ତାକୁ ଜଏଣ୍ଟ କରୁଛନ୍ତି ମାନେ ଭଲସେ ମନେ ରଖିଥିବେ ଆପଣମାନେ ସବୁବେଳେ ରଡ଼୍ ବାହାରକୁ ବାହାର କରି ରଖିବେ ହେଲା କି। ଦେଲେ ଆପଣମାନଙ୍କୁ ଭବିଷ୍ୟତରେ ଜଏଣ୍ଟ କରିବା ପାଇଁ ସୁବିଧା ହେବ। ଯଦି ବାହାର କରିନାହାନ୍ତି ତାହେଲେ କ'ଣ କରିବେ, ତାକୁ ପୁଣି ତାକୁ ଭାଙ୍ଗିବା ପାଇଁ ପଡ଼ିବ, ପୁଣି ତା ଭିତରୁ ରଡ଼୍ ବାହାର କରିବା ପାଇଁ ପଡ଼ିବ, ପୁଣି ସେଠୁ ଆପଣମାନେ ଜଏଣ୍ଟ କରିକି ଆଣିପାରିବେ। ଯଦି ଆପଣମାନଙ୍କର ଜଏଣ୍ଟ ମାନେ ରଡ଼୍ ବାହାରକୁ ନାହିଁ ତାହେଲେ ଆପଣମାନେ ଭାଙ୍ଗିକି ଜଏଣ୍ଟ କରିପାରିବେ, କିନ୍ତୁ ନିହାତି ଜଏଣ୍ଟ କରିବା ଦରକାର ହେଲା କି। ତ ସବୁ କିଛି ଦେଖିଲେ କେମିତି କ'ଣ ବି କାମ ହେଇଛି ଆଉ କେତେ ପର୍ଯ୍ୟନ୍ତ କାମ ହେଇଛି ସବୁ କିଛି ଦେଖିଲେ। ନ୍ୟୁଟ୍ରାଲ ପର୍ଯ୍ୟନ୍ତ ଆମର କାମ ପୁରା କମ୍ପ୍ଲିଟ୍, ଆଉ ସିଡ଼ି କାମ ବି ଆମର ଗୋଟେ ଷ୍ଟେୟାର ହେଇଯାଇଛି, ପୁଣି ତା ଉପରକୁ ଆଉ ଗୋଟେ ଷ୍ଟେୟାର ହେବ, ତାପରେ ଉପରକୁ ଯିବ। ମାନେ ସି ଟାଇପ୍ର ସିଡ଼ି ଆମର 3ଟା ଷ୍ଟେୟାରରେ କାମ ହେବ। ତ ଏତିକି ପର୍ଯ୍ୟନ୍ତ ଆପଣମାନଙ୍କ ମନରେ ଆସୁଥିବ କେତେ ଟଙ୍କା ଖର୍ଚ୍ଚ ଆସୁଛି ହେଲା କି। 2ଟା ରୁମ୍ ଯେଉଁ ହେଇଥିଲା ତାର ତ ଅଲଗା ଏଷ୍ଟିମେଟ୍ ପଳେଇଥିଲା, ତାର ବଜେଟ୍ ଫଜେଟ୍ ସବୁ କିଛି ଅଲଗା ଥିଲା। ତା ସହିତ ଆମେ ଯେଉଁ ଜଏଣ୍ଟ କଲୁ କେତେ କ'ଣ ଖର୍ଚ୍ଚ ହେଇଛି ନ୍ୟୁଟ୍ରାଲ ପର୍ଯ୍ୟନ୍ତ ଆମେ ଆଜି ପୁରା କ୍ଲିୟର ହେଇଯିବା ହେଲା କି। ମାନେ ଯେତିକି ପର୍ଯ୍ୟନ୍ତ କାମ ହେଇଛି ସେଠି ଇଟା ଆପଣମାନଙ୍କର ଲାଗିଛି 2500, ମାନେ 2500 ଇଟା ଲାଗିଯାଇଛି ହେଲା କି। ଆପଣମାନେ ଇଟା ବର୍ତ୍ତମାନ 7 ଟଙ୍କା ପାର ପିସ୍ ହିସାବରେ ଆପଣମାନେ କାଲକୁଲେଟ୍ କରନ୍ତୁ। ଯଦି 2500 ଇଟା ଲାଗିଛି ତାହେଲେ ଆପଣମାନଙ୍କର କ୍ୟାରିଂ ଚାର୍ଜ ସହ 2500 ଇଟାକୁ ଆପଣମାନଙ୍କର 18000 ଟଙ୍କା ପଡ଼ିଯାଉଛି ହେଲା କି। ତାପରେ ଆପଣମାନଙ୍କର ବାଲି ଏତିକି ପର୍ଯ୍ୟନ୍ତ ଯେଉଁ କାମ ହେଇଛି, ବାଲି 200 ଫୁଟ 200 ସେଫ୍ଟି ଯାହା ବି ଆପଣମାନେ କହିପାରିବେ, 200 ସେଫ୍ଟି ଖର୍ଚ୍ଚ ହେଇଛି ହେଲା କି। ତେଣୁ ବାଲିର ରେଟ୍ ତ ଆପଣମାନେ ଜାଣିଛନ୍ତି 3000 ଟଙ୍କା ଲେଖାଏଁ ପାର ଟ୍ରିପ୍। ତାହେଲେ 200 ଫୁଟ ଯଦି ଲାଗିଛି ମାନେ 2 ଟ୍ରିପ୍ ଯଦି ଲାଗିଛି ତାହେଲେ ଆପଣମାନଙ୍କର 6000 ଟଙ୍କା ଖର୍ଚ୍ଚ ହେଇଛି। ତାପରେ ଆମେ ଯିବା ସିମେଣ୍ଟ ଯେଉଁ ନ୍ୟୁଟ୍ରାଲ ଯେତିକି ପର୍ଯ୍ୟନ୍ତ ଆମର କାମ ହେଇଛି 40 ବ୍ୟାଗ୍ ସିମେଣ୍ଟ ଲାଗିଛି। ବର୍ତ୍ତମାନ ହିସାବରେ ଆପଣମାନଙ୍କର 40 ବ୍ୟାଗ୍ ସିମେଣ୍ଟକୁ 15000 ଟଙ୍କା ଖର୍ଚ୍ଚ ଆସିଯାଇଛି। ତାପରେ ଆମେ ଯିବା ଚିପ୍ସ, ଯେଉଁଟା ଆମେ ଗେଟି କହୁଛୁ, ଯେଉଁଟା ଗୋଡ଼ି କହୁଛି, ସେଟା ଆପଣମାନଙ୍କର ବର୍ତ୍ତମାନ ସୁଦ୍ଧା ଗୋଟେ ଟ୍ରିପ୍ 100 ଫୁଟ ଖର୍ଚ୍ଚ ଆସିଛି ହେଲା କି। 100 ଫୁଟ ବର୍ତ୍ତମାନ ଖର୍ଚ୍ଚ କମ୍ପ୍ଲିଟ୍। ତାର ରେଟ୍ ଯଦି ଆପଣମାନେ ଦେଖିବା ତାହେଲେ 8000 ଟଙ୍କା ତାର 100 ଫୁଟକୁ ମାନେ ଖର୍ଚ୍ଚ ଆସିଛି। ତାପରେ ଆମେ ଦେଖିବା ରଡ଼୍, ମେନ୍ ଟପିକ୍। ରଡ଼୍ ବର୍ତ୍ତମାନ ସୁଦ୍ଧା 5 କୁଇଣ୍ଟାଲ ରଡ଼୍ ଖର୍ଚ୍ଚ ଆସିଛି
যদি ଆପଣମାନଙ୍କର ଗୋଟେ କୁଇଣ୍ଟାଲ ଯଦି 6,000 ଲେଖା ହୁଏ ତାହେଲେ ଆପଣମାନଙ୍କର 5 କୁଇଣ୍ଟାଲର 30,000 ଟଙ୍କା ଖର୍ଚ୍ଚ ଆସିଛି ନୁହଁ କି। ଲାଷ୍ଟରେ ରହିଲା କ'ଣ ଲେବର ଚାର୍ଜ, ବାଲି, ଚିପ୍ସ, ସିମେଣ୍ଟ, ଇଟା, ରଡ୍ ସବୁକିଛି ଆପଣମାନେ କାଲକୁଲେଟ୍ କରି ରଖିଲେ ନା ରଖିନାହାନ୍ତି, ସବୁକିଛି ଆପଣମାନେ ହିସାବ କରିକି ରଖନ୍ତୁ। ଲାଷ୍ଟରେ ଦେଖିବେ କେତେ କ'ଣ ଖର୍ଚ୍ଚ ଆସିଛି, ଆପଣମାନେ ହିଁ ଜାଣିପାରିବେ। ଯାହା ଯାହା ବି ଲାଗିଛି ମୁଁ ଆପଣମାନଙ୍କୁ ବତେଇ ଦେଉଛି, ଖର୍ଚ୍ଚ ବି ଯେତିକି ହେଇଛି ମୁଁ ଆପଣମାନଙ୍କୁ କହିଦେଲି। ଲାଷ୍ଟରେ କାଲକୁଲେଟ୍ କରିବା ଦାୟିତ୍ୱ ଆପଣମାନଙ୍କର, ହେଲା କି। ତାପରେ ବର୍ତ୍ତମାନ ଆମେ ଲେବର ଚାର୍ଜ ଦେଖିବା। ଲେବର ଚାର୍ଜ ଧରିବା ପାଇଁ ଗଲେ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର 30,000 ଟଙ୍କା ଲେବର ଚାର୍ଜ ଖର୍ଚ୍ଚ ହେଇଛି, ମାନେ ଆପଣମାନଙ୍କର ପଟା ସଣ୍ଟ୍ରିଂ ମାନେ ପଟା ସଣ୍ଟ୍ରିଂ ସହ, ହେଲା କି, ମାନେ ପଟା ଭଡ଼ା ସହ 30,000 ଟଙ୍କା ବର୍ତ୍ତମାନ ଲେବର ଚାର୍ଜ ଖର୍ଚ୍ଚ ଆସିଛି ନ୍ୟୁଟ୍ରାଲ ପର୍ଯ୍ୟନ୍ତ। ତାପରେ ଆପଣମାନଙ୍କର ଲାଷ୍ଟରେ ଗୋଟେ ଛୋଟ କଥା ଅଛି, କ'ଣ ଆପଣମାନେ ଜାଣିଛନ୍ତି? ଆପଣମାନଙ୍କର ଯେଉଁ ଘର ତ କରୁଛନ୍ତି, ଇଟା କେତେ ଲାଗୁଛି, ବାଲି କେତେ ଲାଗୁଛି, ସବୁ କିଛି ଖର୍ଚ୍ଚ ଆପଣମାନେ ମେଣ୍ଟେନାନ୍ସ କରିଦେଉଛି। ତାପରେ ଲାଷ୍ଟରେ ଖୁଚୁରା କାମ ବି ରହିଯାଉଛି। ଆପଣମାନଙ୍କର ଜରି କୁହନ୍ତୁ, ଆପଣମାନଙ୍କର କଣ୍ଟା କୁହନ୍ତୁ, ପିନ୍ କୁହନ୍ତୁ, କି ଆପଣମାନଙ୍କର ଯାହା ବି ଅଛି, କଟର ପାତ କୁହନ୍ତୁ, ମାନେ ରୋଡ଼ କାଟିବା ପାଇଁ ବ୍ଲେଡ୍ କୁହନ୍ତୁ, ସବୁକିଛି ତା ଭିତରେ ଯଦି ଆମେ ଇନକ୍ଲୁଡ଼ିଂ କରିବା ତାହେଲେ ପାଖାପାଖି 2,000 ଟଙ୍କା ଖର୍ଚ୍ଚ ଆସିଛି। କଣ୍ଟା, ଜରି, ପିନ୍, ମାନେ କିଛି ଜିନିଷ ବି ଅଛି ଆପଣ ମୋତେ ଜାଣିଥିବେ, ତାକୁ ଆମେ କାହିଁକି ହିସାବ ରଖିବାନି? ଯଦି ହିସାବ କରିବା, ପରଫେକ୍ଟ ହିସାବ କରିବା, ଟୋଟାଲ ସବୁକୁ ମିଶେଇକି ଆମେ କାଲକୁଲେଟ୍ କରିବା, ଦେଲେ କ୍ଲିଅର ହିସାବଟା ଜଣା ପଡ଼ିବ। ତେଣୁ ବର୍ତ୍ତମାନ ଯାହା ବି ଯାହା କହିଲି ଆପଣମାନଙ୍କୁ, ଟୋଟାଲ ଆପଣମାନେ କାଲକୁଲେଟ୍ କରନ୍ତୁ ଆଉ କମେଣ୍ଟରେ ଜଣାନ୍ତୁ କେତେ ଟଙ୍କା ଖର୍ଚ୍ଚ ଆସିଛି। ମୁଁ ଅପେକ୍ଷାରେ ରହିଲି ଆପଣମାନଙ୍କର କମେଣ୍ଟକୁ, ଦେଲେ ମୁଁ ଆପଣମାନଙ୍କର ଯେଉଁ ଡିମାଣ୍ଡ ଥିଲା ଆପଣମାନେ ବି କ୍ଲିଅର ହେଇଯିବେ, ମୁଁ ବି କ୍ଲିଅର ହେଇଯିବି, ନୁହଁ କି। ତ ଚାଲନ୍ତୁ, ଆଜିର ଭିଡ଼ିଓ କେମିତି ଲାଗିଛି ଆପଣମାନେ ନିହାତି ଜଣାଇବେ। ଯଦି ଭଲ ଲାଗିଥିବ ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରିବେ, ଆହୁରି ଯଦି ଭଲ ଲାଗିଥିବ ଭିଡ଼ିଓକୁ ଟିକେ ଲାଇକ୍ କରିବେ। ଚାଲନ୍ତୁ, ଆଜିର ଭିଡ଼ିଓକୁ ଆମେ ଏଇଠି ଏଣ୍ଡ କରିବା, ପୁଣି ଦେଖା ହେବ ଆପଣମାନଙ୍କ ସହିତ ଗୋଟେ ନୂଆ ଫ୍ରେଶ ଦମଦାର ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।